ଆଜି ଚୂଡ଼ାନ୍ତ ଲଢ଼େଇ ରେକର୍ଡ କରିବେ ରୋହିତ ଶର୍ମା। ଭାରତ ତୃତୀୟ, ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟାଇଟଲ ଲକ୍ଷ୍ୟ କରି ଆଜି ଦୁବାଇରେ ମ୍ୟାଚ୍ ଅନୁଷ୍ଠିତ ହେବ। ମିଳିଲା ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତିରେ 1 କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁଲିସ ପ୍ରସ୍ତୁତି। ରଥଯାତ୍ରା ତୃତୀୟ ସମନ୍ୱୟରେ ବୈଠକ ଏସିବିଙ୍କ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଛି। ଟ୍ରମ୍ପଙ୍କ ସାମ୍ନାରେ ମସ୍କୋ ରୁବିଓ ମୁହାଁମୁହିଁ। ବିଦେଶ ମନ୍ତ୍ରଣାଳୟରେ କର୍ମଚାରୀ ହ୍ରାସକୁ ନେଇ ଫାଟ। ମସ୍କୋଙ୍କ କାର୍ଯ୍ୟକୁ ପସନ୍ଦ କରୁନାହାନ୍ତି ଟ୍ରମ୍ପଙ୍କ ଟିମ୍। ଅନେକ ନେତାଙ୍କୁ ନେଇ ଅସନ୍ତୁଷ୍ଟ। ଗୁଜରାଟରେ କଂଗ୍ରେସ ଉପରେ ବର୍ଷିଲେ ରାହୁଲ। କହିଲେ ଅଧା ନେତା ବିଜେପି ପାଇଁ କାମ କରୁଛି। ଯଦି ଦରକାର ହୁଏ 30ରୁ 40 ନେତାଙ୍କୁ ହଟାଯିବ। ଗୁଜରାଟରେ କଂଗ୍ରେସ ବିଫଳ କହିବାକୁ ଲାଜ ଲାଗୁଛି କହିଲେ ରାହୁଲ ଗାନ୍ଧୀ। ପ୍ରଚାରରେ କୋଟି କୋଟି ଟଙ୍କା, ମା'ଙ୍କୁ 27 ଟଙ୍କା କହିଲେ ନବୀନ। ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, କିନ୍ତୁ ସୁଭଦ୍ରା ଯୋଜନା ନାଁରେ ଦିନକୁ 27 ଟଙ୍କା ଦେବା ବାହାଦୁରୀ ମାରୁଛି ସରକାର। ଏତିକି ଟଙ୍କାରେ କ'ଣ ହବ? ଘରକୁ 1 ଲିଟର କ୍ଷୀର ଆଣିବେ କି? ମହିଳା ଦିବସରେ ଏପରି ଟାର୍ଗେଟ କରି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ମହିଳା ଦିବସ ସମାରୋହ। ଝିଅମାନେ ନିର୍ଭରରେ ସ୍ୱପ୍ନ ଦେଖ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପ୍ରତ୍ୟେକ ଝିଅ ନିର୍ଭରରେ ସ୍ୱପ୍ନ ଦେଖନ୍ତୁ। ଏହା ତୁମର ସମୟ। ତୁମେ ସମ୍ପୂର୍ଣ୍ଣ ତୁମର ଓଡ଼ିଶା। ସମାଜର ସମସ୍ତ ବାଧାବିଘ୍ନକୁ ଭାଙ୍ଗି ଆତ୍ମବିଶ୍ୱାସ ସହ ଆଗକୁ ବଢ଼। ଏମିତି ଆଜି ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଓଡ଼ିଶାର ନାରୀମାନଙ୍କୁ। ରାଜ୍ୟସ୍ତରୀୟ ମହିଳା ଦିବସରେ ଏମିତି ମୁଖ୍ୟମନ୍ତ୍ରୀ କହିଲେ। ବାରବଡ଼ିଆ ବେଆଇନ ବାଲି ଘାଟରେ ଅଘଟଣ। ଚଢ଼ଉ ବେଳେ ନଦୀକୁ ଡେଇଁଲେ 4 ଶ୍ରମିକ। ଜଗତପୁର ନିକଟସ୍ଥ ଆରଡ଼ା ପଞ୍ଚାୟତର ବାରଗଡ଼ିଆ ମହାନଦୀ ପାଠ ବେଆଇନ ବାଲିଘାଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ପୁଲିସ ସଚେତନ ବିଭାଗ ପରୋକ୍ଷ ବାଲିଘାଟ ଉପରେ ମିଳିତ ଚଢ଼ଉ କରିଥିବା ବେଳେ ଜଣେ ନିଖୋଜ, 3 ଉଦ୍ଧାର। ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା। ଦେଶକୁ ଲୋଡ଼ା ଦୃଢ଼ ଯୋଗାଣ ଶୃଙ୍ଖଳ। ରପ୍ତାନି କ୍ଷେତ୍ରରେ ଆହୁରି ପ୍ରତିଦ୍ୱନ୍ଦ୍ୱୀ କରିବାକୁ ହେବ। ଅନ୍ୟ ଦେଶ ତମ୍ପିକୁ ସୁରକ୍ଷା ଆବଶ୍ୟକ। ଆମେରିକା ସହ ଦୃଢ଼ ବାଣିଜ୍ୟ ସମ୍ପର୍କ ଆଶା। ଆହୁରି କମିବ ଜିଏସ୍ଟି। ଦେଶର ଅଭିବୃଦ୍ଧି ଉପରେ ସୁରକ୍ଷା ଜରୁରୀ। ଫାଇନାଲ ମ୍ୟାଚରେ 5,000 କୋଟିର ବେଟିଂ। ଦୁବାଇରେ ସାରା ବିଶ୍ୱ ବୁକି ଏକାଠି। ବେଟିଂରେ ଡି କମ୍ପାନୀ ଲିଙ୍କ।